କାଲି ରାତିଠୁ ମୁଁ ମୋର ଶାଗୁଦାନା ବତୁରେଇକି ରଖିଥିଲି। ଆଜି ଯେହେତୁ ଶନିବାର ସେଥିପାଇଁ ଭାବିଲି କ'ଣ ସକାଳୁ ଟିକେ ବିନା ପିଆଜ ରସୁଣ ଟିଫିନ୍ ଖାଇବି। ସେଥିପାଇଁ ଆଜି ମୁଁ ମୋର ଶାଗୁଦାନା ପରଠା ବନଉଛି। ଆଉ ଗୋଟେ ଥର ମୁଁ ବି ଶାଗୁ ଉପମା କରିବା ପାଇଁ ଚେଷ୍ଟା କରିଥିଲି। ସେ ମୋ ଦ୍ୱାରା ବି ହେଇନଥିଲା। ଦେଖାଯାଉ ଆଜି ପରଠା ହେଉଛି ନା ନାହିଁ ମୋ ଦ୍ୱାରା। ଶାଗୁଦାନା ପରଠା ମୋର ସେ ଲଉଟିଲାଣି ମୋ ଦ୍ୱାରା। ସେ ପୁରା ଖଣ୍ଡ ଖଣ୍ଡ ହେଇଗଲା। ଦେଖୁନାହାନ୍ତି ପୁରା ଛିନଛତର ହେଇଗଲା। ଯେହେତୁ ମୁଁ ନିଜେ ବନେଇଥିଲି ସେଥିପାଇଁ ଭଲ ହଉ ଖରାପ ହଉ ତାକୁ ଖାଇଦେଲି। ପୁରା ପ୍ଲେଟ୍କୁ ସଫା କରିଦେଲି। ଭିଡ଼ିଓଟି ଭଲ ଲାଗୁଥିଲେ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି।